18 ମାସର ବକେୟା ଥିବା ଡିଏ ଓ ଆରିୟର ମିଳିବାକୁ ନେଇକି ସରକାର କଲେ ଏବେ ଗୋଟେ ବଡ଼ ଘୋଷଣା। କର୍ମଚାରୀମାନଙ୍କର ଯେଉଁ 18 ମାସର ବକେୟା ଡିଏ ମିଳିନାହିଁ ସେହି ବକେୟା ଟଙ୍କା ତାଙ୍କୁ କେବେ ଦିଆଯିବ ସେ ନେଇ ସରକାର ଦେଲେ ଏବେ ଗୋଟେ ବହୁତ ବଡ଼ ଖବର। ତେବେ ଡିଏ ମିଳିବାକୁ ନେଇକି କ'ଣ ଆସିଛି ବଡ଼ ଖବରଟି ଆସନ୍ତୁ ଏ ଭିଡ଼ିଓ ମାଧ୍ୟମରେ ଜାଣିବା। କୋଭିଡ୍-19 ମହାମାରୀ କାଳରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦ କରାଯାଇଥିବା କର୍ମଚାରୀଙ୍କ 18 ମାସର ମହଙ୍ଗା ଭତ୍ତା ଓ ପେନ୍ସନରଙ୍କ ବକେୟା ଡିଆର୍ ରାଶି ମିଳିବ ନାହିଁ। ସଂସଦରେ ମୌସୁମୀ ଅଧିବେଶନରେ ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ଏହା ସ୍ପଷ୍ଟ କରିଦେଇଛନ୍ତି। କୋରୋନା ମହାମାରୀ କାଳରେ କର୍ମଚାରୀମାନଙ୍କର ଯେଉଁ 18 ମାସର ମହଙ୍ଗା ଭତ୍ତା ଦିଆଯାଇନଥିଲା ତାହା ଦିଆଯିବ ନାହିଁ ବୋଲି ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆର୍ଥିକ କାରଣ ଯୋଗୁଁ ଏହି ସମୟରେ ଏରିୟର ଜାରି କରିବା ସରକାରଙ୍କ ନିମନ୍ତେ ସମ୍ଭବ ନୁହେଁ। ଅର୍ଥ ରାଜ୍ୟମନ୍ତ୍ରୀଙ୍କ ଏହି ସୂଚନା ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନ ପାଉଥିବା ଲୋକଙ୍କୁ ନିରାଶ କରିଛି। ଏହି କାଳରେ ସରକାର ମୋଟ 34,402 କୋଟି ଟଙ୍କା ସଞ୍ଚୟ କରିଥିଲେ, ହେଲେ ଏହି ରାଶି ଏବେ ବି କର୍ମଚାରୀ ଓ ପେନ୍ସନ ଭୋଗୁଥିବା ଲୋକମାନଙ୍କୁ ମିଳିନାହିଁ। ଏଣୁ ବିଭିନ୍ନ କର୍ମଚାରୀ ସଂଗଠନ ଓ ଫେଡେରେସନ ଓ ପେନ୍ସନର ଆସୋସିଏସନ ଲଗାତାର ସରକାରଙ୍କ ନିକଟରେ ଏହି ବକେୟା ରାଶି ଜାରି କରିବାକୁ ଦାବି କରୁଛନ୍ତି। କର୍ମଚାରୀ ସଂଗଠନମାନେ ତର୍କ ଦେଉଛନ୍ତି ଯେ ଏହା କେବଳ ସେମାନଙ୍କର ଭତ୍ତା ନୁହେଁ ବରଂ କର୍ମଚାରୀଙ୍କ ବୈଧ ଆୟର ସ୍ରୋତ। ଏହାକୁ ରୋକି ସେମାନଙ୍କ ସହିତ ଅନ୍ୟାୟ କରାଯାଉଛି। ଏନେଇ ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ଉଦାହରଣ ଦେଇ ଏପରି ମାମଲାରେ ସରକାରୀ କର୍ମଚାରୀଙ୍କୁ ବିଳମ୍ବ ଲାଗି ସୁଧ ସହିତ ପୈଠ କରିବାକୁ ପଡ଼ିଥାଏ ବୋଲି ମଧ୍ୟ କହିଛନ୍ତି। ତେବେ 18 ମାସର ଯେଉଁ ବକେୟା ଡିଏ ମିଳିନଥିଲା ତାହାକୁ ନେଇଥିଲା ଏହା ଗୋଟେ ବଡ଼ ଖବରଟି। ଆଗକୁ ଯେକୌଣସି ବି ନିଷ୍ପତ୍ତି ଆସିବ ମୁଁ ସର୍ବପ୍ରଥମେ ଜଣାଇଦେବି, ସେଥିପାଇଁ ମୋ ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।